ठिकादारଙ୍କ ଠାରୁ ପିସି ନେଇ ଯାଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ସରପଞ୍ଚ। କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ବୃନ୍ଦାବହାଲ ସରପଞ୍ଚ ଦିନେଶ କୁମାର ରାଉତ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ତାଙ୍କ ନିକଟରୁ 5,40,000 ଟଙ୍କା ଜବତ ହୋଇଛି। ଧରା ପଡ଼ିବା ପରେ ବୃନ୍ଦାବହାଲରେ ଥିବା ତାଙ୍କ ଘର, ହାର୍ଡୱେର ଦୋକାନ ଏବଂ ପଞ୍ଚାୟତ ଅଫିସରେ ଚଢ଼ାଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ଭିଜିଲାନ୍ସ ଏହି ଚଢ଼ାଉ କରିଥିବା ଜଣାପଡ଼ିଛି। ଭିଜିଲାନ୍ସ ପକ୍ଷରୁ କୁହାଯାଇଛି, ପଞ୍ଚାୟତକୁ ଆସିଥିବା ଏକାଧିକ ବିକାଶମୂଳକ କାର୍ଯ୍ୟ କରୁଥିବା ଠିକାଦାରଙ୍କ ଠାରୁ ସେ ପିସି ନେଇଥିଲେ। ତେଣୁ ସେ ଆଜି ଠିକାଦାରଙ୍କ ଠାରୁ 5,40,000 ଟଙ୍କା ନେଇଥିବା ଭିଜିଲାନ୍ସ ସୂଚନା ପାଇଥିଲେ। ତାଙ୍କୁ ଧରିବା ପାଇଁ ଭିଜିଲାନ୍ସ ପିଛା କରିଥିଲେ। ସେ ଏକ ବୋଲେରୋ OD 08C 5335 ରେ ଖଲିଆକାନିରୁ ବୃନ୍ଦାବହାଲକୁ ଯାଉଥିବା ବେଳେ ବାଟରେ ତାଙ୍କ ଗାଡ଼ିକୁ ପିଛା କରି ଭିଜିଲାନ୍ସ ଅଧିକାରୀମାନେ ଅଟକାଇଥିଲେ। ଗାଡ଼ିକୁ ଯାଞ୍ଚ କରିବା ପରେ ସେଥିରୁ 5,40,000 ଟଙ୍କା ମିଳିଥିଲା। ଭିଜିଲାନ୍ସ ତାକୁ ଉଠାଇ ନେଇ ଏହି ଟଙ୍କା ସମ୍ପର୍କରେ ପଚାରିଥିଲେ ମଧ୍ୟ ସେ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ଏନେଇ ଭିଜିଲାନ୍ସ ତାଙ୍କ ନାମରେ ମାମଲା ରୁଜୁ କରି ଗିରଫ କରିଥିଲେ। ସରପଞ୍ଚ ଦିନେଶଙ୍କ ନାମରେ ପୂର୍ବରୁ ମଧ୍ୟ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଛି, କିନ୍ତୁ ପ୍ରମାଣ ଅଭାବରୁ ଭିଜିଲାନ୍ସ କିଛି ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନଥିଲେ। କିନ୍ତୁ ଆଜି ପ୍ରମାଣ ମିଳିବା ପରେ ତାଙ୍କୁ ଗିରଫ କରାଯାଇଛି। ତାଙ୍କର ସରପଞ୍ଚ ପଦ ରଦ୍ଦ ପାଇଁ କୋର୍ଟକୁ ନିବେଦନ କରିବେ। ନୂଆପଡ଼ା ଜିଲ୍ଲାରୁ ଜଗନ୍ନାଥ ସାଗରଙ୍କ ରିପୋର୍ଟ, ଓଡ଼ିଶା ହାଇଲାଇଟ୍ ସମାଚାର।